75 ମସିହାରେ ମନ୍ଦିର ପୂଜା କର୍ମ ଚାଲିଛି 12 ମାସକୁ 13 ଯାତ୍ରା ହଉଛି ଠିକ୍ ଅଛି ସବୁ ଆଜ୍ଞା କିନ୍ତୁ ଗୋଟେ ଜିନିଷ ହଉଛି ବଡ଼ ପ୍ରୋବ୍ଲେମ୍ ଆଜ୍ଞା ଏକ ତ ଲାଇଟ୍ ନାହିଁ କରେଣ୍ଟ ବ୍ୟବସ୍ଥା ନାହିଁ ଦ୍ୱିତୀୟରେ ପାଣି ଉପରେ ଆଣିକିରି ଯାତ୍ରୀମାନେ ପିଇବା ପାଇଁ ମାଗୁଛନ୍ତି ଆମେ ଦେଇପାରୁନୁ କାହିଁ ପାହାଡ଼ ଉପରକୁ ଉଠାଇବାର ଅଛି ପାଣି ଉଠାଇବା ପାଇଁ କଷ୍ଟ ହେଉଛି। सो हेलो गाइस वेलकम बैक टू माय यूट्यूब चैनल। तो समस्ते बहुत भल थे आउ मु भी बहुत भल अच्छी। तो गाइस आम आसचु आज सोमवार आम पलि आसचु आमर जगी डंगरी मंदिर केमती कौन तो आम बुलवा भिजुआल देखा। तो चलो मो सहित। सो गाइस यहाँ हूँ आमर मंदिर एंट्री गेट आउ सीढ़ी लगी ऊपर को जावाक। तो चलो मो सहित। तो गाइस एठू आम तलू आसिलु आउ चढ़ापी पड़ुची आउ ऊपर अच्छी केता सीढ़ी देखा एठू है गलानी आमर 76। तो गाइस आम बहुत लेट करदेलु एबे टाइम है गलानी 2टा पाखापाखि। तो से बोधे लोक थे किंतु बहुत कम थे। आउ ए पाखरे लेखा सो ए पाखरे लेखा ये आमर चप्पल जाक ये खोलती। सो गाइस मंदिर को जिते आसुँच तो 110टा सीढ़ी आमको क्रॉस करवाई पड़ो आउ तापर जाए मंदिर देखी पारे पलि आसचु आमर से मंदिर पाखे आउ किछि सामनार भिजुआल देखू तो केमती कौन अच्छी। सो गाइस देखि पारथबे इतिर भिजुआल किछि एमती अछि आउ एबे जाई हमरो आज सोमवार तो सेति पय मंदिर खोला अछि। तो चलो भितर केमती कौन अछि देखो। तो गाइस भितरे तो किसी देखा जीवनी आम पाखे किसी लाइट भी नहीं तो बहुत अंधार भितरे पूजा सरी जाइथिबो कहीं आज बहुत लोक नहांती। सो गाइस देखिले भितर भिजुआल किसी एमती थिला आउ खाली भितरे सबू पत्थर रे निर्माण करा जायछि। तो चलो सहित आम आउ किसी भिजुआल देखा।
ଆଉ ଯୋଉ ଦେଖୁଛନ୍ତି ଏଠି ଯୋଉ ଗୁମ୍ଫାରେ ମା ପାର୍ବତୀଙ୍କର ଯୋଉ ମନ୍ଦିର। ସୋ ଗାଇସ୍ ଆମେ ପଚାରିବା କିଛି ଏଠି ଯୋଉ ପୂଜା ଚାଲିଥିଲା ଆମର ମନ୍ଦିରର କିଛି ସଦସ୍ୟ ଅଛନ୍ତି ଯୋଉମାନେ ପୂଜା ସମୟରେ ଏଠି ଉପସ୍ଥିତ ଥିଲେ। ଆଉ ଏବେ ଯାଇ ପୂଜା ସରିଗଲାଣି କିନ୍ତୁ ତାଙ୍କେ ତଳେ ଅଛନ୍ତି। ତ ଏଇ ମନ୍ଦିର ବିଷୟରେ କଣ କଣ ପ୍ରୋବ୍ଲେମ କଣ ସେ ସବୁ ବିଷୟରେ ଆମେ ଜାଣିବା। ଓକେ ସୋ ଗାଇସ୍ ଆମ ସହିତ ଅଛନ୍ତି ଆମର ମନ୍ଦିରର ସଭାପତି ଆଉ କିଛି ସଦସ୍ୟ ଅଛନ୍ତି। ତ ଏଇ ମନ୍ଦିରରେ କଣ କଣ ପ୍ରୋବ୍ଲେମ ହଉଛି ସେ ବିଷୟରେ ଟିକେ କହିବେ। ତ ଆମର ଏଇଠି ଯୋଉ ମନ୍ଦିରରେ ମାନେ କଣ କଣ ପ୍ରୋବ୍ଲେମ ହଉଛି? ଆମର ମନ୍ଦିରରେ ବାବୁ ଦେଖନ୍ତୁ, ଆଜି ବହୁତ ଦିନ ହେଲାଣି ଆମର ମନ୍ଦିର ଆଜି 75 ମସିହାରେ ମନ୍ଦିର ପୂଜା କର୍ମ ଚାଲିଛି। 12 ମାସକୁ 13 ଯାତ୍ରା ହଉଛି, ଠିକ ଅଛି ସବୁ। ଆଜ୍ଞା କିନ୍ତୁ ଗୋଟେ ଜିନିଷ ହଉଛି ବଡ଼ ପ୍ରୋବ୍ଲେମ, ଆଜ୍ଞା ଏକ ତ ଲାଇଟ୍ ନାହିଁ, କରେଣ୍ଟ ବ୍ୟବସ୍ଥା ନାହିଁ। ଦ୍ୱିତୀୟରେ ପାଣି ଉପରେ ଆଣିକିରି ଯାତ୍ରୀ ମାନେ ପିଇବା ପାଇଁ ମାଗୁଛନ୍ତି, ଆମେ ଦେଇପାରୁନୁ। କାହିଁ ପାହାଡ଼ ଉପରକୁ ଉଠାଇବାର ଅଛି, ପାଣି ଉଠାଇବା ପାଇଁ କଷ୍ଟ ହେଉଛି। ସେଇଥିପାଇଁ ଯଦି କରେଣ୍ଟ ହେଇଗଲେ ଆମେ ସେ ବୋରୁ ଆମେ କରେଣ୍ଟ ଲଗାଇକିରି ପାହାଡ଼େ ଆଣିକିରି ପାଣିଟା ଛାଡ଼ିଦେବୁ। ପାଣି ଛାଡ଼ିଦେଲେ ଯାତ୍ରୀମାନେ ପାହାଡ଼ ଉପରେ, ତ ତମେ ନିଜେ ଆସ ଜାଣିଛ, ପାହାଡ଼ ଉପରେ ଆଜ୍ଞା ଉଠିଲେ ନିଶ୍ଚୟ ସସ୍ ହେବ। ପୁଣି ଗଲା ବେଳକୁ ଅଧିକ ହେବେ। ସେଇଟା ପାଇଁ କରେଣ୍ଟ ହେଇଗଲେ କରେଣ୍ଟରୁ ଆମେ ପାଣି ଆଣିକିରି ଟ୍ୟାଙ୍କ କରିଦେବୁ। ଆଜ୍ଞା ଟ୍ୟାଙ୍କ କରିଦେଇକିରି ପାଣି ଛାଡ଼ିଦେବୁ, ସୁବିଧା ହେବ ଏକ। ଆଉ ଦ୍ୱିତୀୟ କଥା ହେଉଛି ଝରିଗାଁ ପଟରୁ, ତେଲନଦୀ ପଞ୍ଚାୟତ ଠାରୁ ଝରିଗାଁ ପଟରୁ ଯେତିକି ଲୋକ ଯାତ୍ରୀ ଭାଇମାନେ ଆସୁଛନ୍ତି, ଆମର ବାଟରେ ସେ ଯୋଗୀ ପାଣି ବୋଲି ଗୋଟେ ନାଳ ଅଛି, ନାଳରେ ବ୍ରିଜ ଖଣ୍ଡେ ନିହାତି ଦରକାର ଅଛି। ଆଉ ଛୋଟ ଛୋଟ ବାଇକ୍ ବାଲାମାନେ କି ଯେକୌଣସି ବୋଲେରୋ ଫୁଲ ପାଣି ବର୍ଷା ଦିନ ଉଠି ପାରୁନି। ଏଇଥିପାଇଁ ଯଦି ଆପଣମାନେ ଚେଷ୍ଟା କରିବେ, ଆଉ ସରକାର ଯଦି ଆମର ଉପରେ ମନ୍ଦିର ପ୍ରତି ଦୟାକରି ଭଗବାନଙ୍କ ପ୍ରତି ଆଶୀର୍ବାଦ କରି ଯଦି ସରକାର ଯଦି କରେଣ୍ଟ ଏବଂ ବ୍ରିଜଟା ଆଜ୍ଞା ବନେଇ ଦିଅନ୍ତେ ଭଲ ପ୍ରଥମେ ହେବ। ତ କହିବୁ ମାନେ ଯୋଉ ମନ୍ଦିର ବିଷୟରେ ଯୋଉ ପ୍ରୋବ୍ଲେମ ହଉଛି ତ ହଁ, ସେଇଟା ସରକାରଙ୍କୁ ଜଣେଇଥିଲେ କି ନାହିଁ? ନାଇଁ, ମନ୍ଦିରକୁ ଆମେ ବହୁ MLA ମନ୍ତ୍ରୀକୁ ବି ଜଣେଇଛୁ। ଆଜ୍ଞା ଜଣାଇଲା ପରେ କ'ଣ ହେଲା ନା, ଏମାନେ ଆମର 10 ଲକ୍ଷ ଟଙ୍କା ଦେଇକିରି ପାହାଚଟାକୁ ନିର୍ମାଣ କରି ଯାହା ହଉ, ଆଜ୍ଞା ପାହାଚଟା ଗଭର୍ଣ୍ଣମେଣ୍ଟ କରିଛନ୍ତି, ଆଜ୍ଞା ନଳକୂଅ ଗୋଟିଏ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ଏବେ ଆମେ ପାଖାପାଖି ବର୍ଷେ ହେଲାଣି କରେଣ୍ଟ ପାଇଁ ଲାଗିଛୁ। ଆଜ୍ଞା କରେଣ୍ଟ ପାଇଁ ସରକାର ହଁ ହଁ କରୁଛନ୍ତି। ଜଣେ ଲୋକ ଟେଣ୍ଡର ବି ନେଇଛି, ଏପର୍ଯ୍ୟନ୍ତ ଟେଣ୍ଡର ନେଇଛି ମାତ୍ର କରିପାରୁନି। ଏ ବର୍ଷ କରିବ କି ନାହିଁ କେଜାଣେ। ତଥାପି ଆପଣମାନେ ସମସ୍ତେ ଯଦି ସରକାରକୁ ଜଣେଇବେ, ଆପଣଙ୍କର ଖବର ଯିବ, ଆମର ଖବର ଯିବ, ତାହେଲେ ସରକାର କାନକୁ ଯିବ। ସରକାର କାନକୁ ଗଲେ ନିଶ୍ଚୟ ହେବ ବୋଲି ଆମର ବି ଆଶା ଅଛି। ଆଜ୍ଞା ଆଉ ଯୋଉ ବର୍ଷକୁ ଥରେ ଯୋଉ ଶିବରାତ୍ରି ହଉଛି ତ ହୁଁ, ତଳେ ଗୋଟିଏ ନଳକୂଅ ଅଛି, ତ ଗୋଟେ ସେ ନଳକୂଅ ଅଛି କେମିତି ବାବୁ। ମ୍ୟାନେଜ କରୁଛନ୍ତି ଏତେ ଯୋଉ ନାଇଁ ଯାତ୍ରୀ ବାବୁ, କ'ଣ ଆସୁଛନ୍ତି? କରାଯିବ? ଆମର ତଳେ ଗୋଟେ ପାଣି ଅଛି, ପାଣି କୁଣ୍ଡ ଅଛି। ସେ ଆଜ୍ଞା କୁଣ୍ଡର ନାଁ ହେଉଛି ଯୋଗୀ ପାଣି କୁଣ୍ଡ। ଆଜ୍ଞା ସେ ଯୋଗୀ ପାଣି କୁଣ୍ଡରେ ବି ବହୁତ ଲୋକ ଆଣିକିରି ପିଉଛନ୍ତି, ଅସୁବିଧା ନାହିଁ। କିନ୍ତୁ ରନ୍ଧାବଢ଼ା ପାଇଁ ନଳକୂଅ ଆଜ୍ଞା କରୁଛନ୍ତି। ଆଜ୍ଞା ଆଉ ଗାଧା ଗୁଧି ଭଲ ମନ୍ଦ କରିବା ପାଇଁ ସେ ଗୋଟେ ପାଣି କୁଣ୍ଡ ଅଛି, ଭଗବାନ ତିଆରି କରିଛନ୍ତି। ପଥର ଗୋଟେ କୁଣ୍ଡ ଅଛି, ସେ କୁଣ୍ଡରୁ ଆଣୁଛନ୍ତି। କିନ୍ତୁ ବର୍ତ୍ତମାନ ଯଦି କରେଣ୍ଟ ହେଇଗଲେ ଆମେ ସରକାରଙ୍କୁ ପ୍ରାର୍ଥନା କରୁଛୁ, ଯଦି କରେଣ୍ଟ ହେଇଗଲେ ଆମେ କରେଣ୍ଟରୁ ପାହାଡ଼ ଉପରୁ ଆଣିବୁ, ଗୋଟେ ଟ୍ୟାଙ୍କ ତିଆରି କରିଦେଇକି ପାଣି ରଖିଦେବୁ। ଆଜ୍ଞା ଏକ ଦ୍ୱିତୀୟରେ ସେ ଯୋଗୀ ପାଣି ନାଳ ଅଛି, ସେ ଯୋଗୀ ପାଣି ନାଳକୁ ଯଦି ବ୍ରିଜ୍ କରିଦେବେ ସରକାର, ବୋଲେ ଆମେ ଚିର ଉପକୃତ ଦେବୁ। ସରକାରକୁ ଆମେ ଧନ୍ୟବାଦ ଜଣାଉଛୁ, ଆପଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛୁ। ଆଜ୍ଞା ତ ଶୁଣୁଥିଲେ ଏଇ ଯୋଉ ଆମର ଯୋଗୀଡଙ୍ଗରୀ ଯୋଉ ମନ୍ଦିରରେ ବହୁତ ସାରା ଏମିତି ପ୍ରୋବ୍ଲେମ ଅଛି ଯୋଉଟା ବହୁତ ସାରା ଲୋକମାନଙ୍କୁ ଅସୁବିଧା ହଉଛି। ଆଉ ଯୋଉ ମନ୍ଦିର କର୍ମଚାରୀଙ୍କୁ ମଧ୍ୟ ବହୁତ ସାରା ଅସୁବିଧା ହଉଛି। ଆଉ ଆମେ ସରକାରଙ୍କୁ ଜଣେଇବା ପାଇଁ ଚାହୁଁଛୁ ଯେ କି ବହୁତ କିଛି ଆମର ଏଇ ଯୋଉ ପ୍ରୋବ୍ଲେମ ଅଛି, ସେ ପ୍ରୋବ୍ଲେମକୁ ଯଦି ସରକାର ଶୁଣନ୍ତେ ଆଉ ଏଇ ଅସୁବିଧାର ସମାଧାନ କରନ୍ତେ ତ ବହୁତ ଖୁସି ହେଇଥାନ୍ତେ। ଦେଖିପାରୁଥିବେ ମୋର ଯୋଉ ପଛରେ ଯୋଉ ଖାଲ ଅଛି, ଆଉ ଯୋଉ ବାବା ଜଣକ କହୁଥିଲେ ଆମର ଯିଏ ମନ୍ଦିର ଉପରେ ତ ଶୁଣିଲେ, ତ ଯୋଉ ଖାଲ ଦେଖୁଛନ୍ତି ମୋ ପଛଆଡେ, ତ ବହୁତ ସାରା ଲୋକ ଯୋଉ ମନ୍ଦିରରେ ଆସନ୍ତି, ତ ବର୍ଷା ଦିନେ ଏଠି ବହୁତ ସାରା ପାଣି ଜମା ହେଇଯାଏ। ଆଉ ଆମର ଝରିଗାଁ ବ୍ଲକର ଯୋଉ ଲୋକମାନେ ଆସିପାରନ୍ତି ନାହିଁ, ଆମର ଯେ ସାମ୍ନାରେ ନେଇକି ଦେଖେଇ ଦଉଛି। ତ ଗାଇସ୍ ଦେଖୁଥିବେ ଏଠି ଯେତେବେଳେ ବର୍ଷା ହେଇଯାଏ ବହୁତ ସାରା ଲୋକ ଆସିବା ଯିବାର ବହୁତ ଅସୁବିଧା ହୁଅନ୍ତି।
ତ ଆମେ ସାମ୍ନାରେ ଯାଇକି ଦେଖି तो केमती रास्ता गाइस बहुत खतरनाक जगह तो देखिए पार्थे गाइस केमती किसी जगह अच्छी ये जो वर्षा दिन रे लोक मैंने बहुत असुविधा होती गाइस तो देखिए पार्थे किसी विजुअल तो गाइस ये जिते वर्षा हुए तो आमर जो झरीगाँ ब्लॉक अथवा एलंदी पंचायत लोक जिते आसती आमर जो शिव मंदिर दर्शन करने को तो वर्षा दिन रे बहुत असुविधा होती गाइस ये देखी पार्थे एवं टिके कम पानी अच्छी तो जावासवाई आउ सुखी तो से जावासवाई टे भल हो तो वर्षा दिन रे बहुत असुविधा होती देखी पार्थे एमती किसी जो पहाड़ उपरे बहुत कष्ट पानी निया जाए जोटी बहीकी तो से नलगुआटा से पाखापाखि एठू हम 400 मीटर पाखापाखि तो 400 मीटर दूर कांधरे पानी नियंती